ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ସେବା ଓ ସଂଗ୍ରାମ ପାଇଁ ଆହ୍ୱାନ। ରାଜ୍ୟର ପ୍ରତିଟି ନିର୍ବାଚନ ମଣ୍ଡଳୀ ଓ ବୁଥ୍ ସ୍ତରରେ ଏହି ଦିବସ ପାଳନ କରାଯାଉଥିବା ବେଳେ ସୁକିନ୍ଦାଗଡ଼ରେ ପାଳନ କରାଯାଉଛି ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ। 1997 ମସିହା ଡିସେମ୍ବର 26 ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା। ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳ ପାଳନ କରୁଛି ପ୍ରତିଷ୍ଠା ଦିବସ। ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଅବସରରେ ସୁକିନ୍ଦାଗଡ଼ରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସୁକିନ୍ଦାର ବହୁ ବିଜେଡି କର୍ମୀ। ଏହା ସହିତ ବିଜୁ ଜନତା ଦଳର ନିର୍ମାତା ତଥା ନୂଆ ଓଡ଼ିଶାର ବିନ୍ଧାଣୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ଏକ ସମୃଦ୍ଧ ରାଜ୍ୟ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତ ବିଜେଡି ଅନୁଗାମୀଙ୍କୁ ପରାମର୍ଶ ଦେଇଛନ୍ତି ଉପସ୍ଥିତ ଥିବା କର୍ମୀମାନେ। କାର୍ଯ୍ୟକ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସୁକିନ୍ଦା ପଞ୍ଚାୟତ ସହିତ ବିଭିନ୍ନ ପଞ୍ଚାୟତରୁ ବହୁଦଳୀୟ କର୍ମୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିବା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ ବିଜେଡି ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେଉଥିଲା କାର୍ଯ୍ୟସ୍ଥଳୀ। ब्यूरो रिपोर्ट चक्रव्यूह टीवी। बिजू बाबू अमर रहे, बिजू बाबू अमर रहे, नवीन पटनायक जिंदाबाद, नवीन पटनायक जिंदाबाद, चंद्रगढ़ जिंदाबाद, पृथ्वीरंजन गढ़े जिंदाबाद, पृथ्वीरंजन गढ़े जिंदाबाद, बिजू जनता दल जिंदाबाद।